गाँ ना ହେଉଛି ମୋତିପୁର। ମୋତି ଯେମିତିକା ସୁନ୍ଦର ଠିକ୍ ଗାଁଟି ବି ସେମିତିକା ସୁନ୍ଦର। ଗାଁକୁ ଲାଗି ବିଲ ବାଡ଼ି ଆଉ ଚାଳ ଛପର ଘର ଗାଁକୁ ଆହୁରି ସୁନ୍ଦର ମଧ୍ୟ କରାଇ ଦେଉଥାଏ। ସେଠିକାର ଲୋକମାନଙ୍କର ମୁଖ୍ୟ ଜୀବିକା ଥିଲା ଗୋପାଳନ ଆଉ ଚାଷବାସ। ସେଇ ଗାଁରେ ହରିଦାସ ନାମରେ ଜଣେ ଲୋକ ତାର 3 ପୁଅ 3 ବୋହୂକୁ ନେଇ ଗାଁ ଶେଷ ମୁଣ୍ଡରେ ଏକ ଚାଳ ଘରେ ରହୁଥାଏ। ଲାଗୁଥାଏ 3 ପୁଅ ଯେମିତି 3 ବୋହୂ ବି ଆଣିଛି ସେମିତି। 3 ବୋହୂ 3 ଭଉଣୀ ପରି ମିଳିମିଶି ଚଳନ୍ତି। ହରିଦାସ ନିଜର ବୋହୂମାନଙ୍କୁ ନିଜ ଝିଅ ପରି ବ୍ୟବହାର କରେ। ହରିଦାସର ଗୋଟେ ଦୋକାନ ମଧ୍ୟ ସେ ଗାଁରେ ଥାଏ, ଯିଏକି ବହୁତ ଭଲ ଦୋକାନଟି ଚାଲେ। ସବୁବେଳେ ସେ ଦୋକାନରେ ଗାଁ ଲୋକଙ୍କ ଭିଡ଼ ଲାଗି ରହେ। ହରିର ବଡ଼ ପୁଅ ରାମ ଆଉ ସାନ ପୁଅ ଗୋବିନ୍ଦ ଦୋକାନ ଦେଖାରେଖା କରନ୍ତି। ଆଉ ହରି ତା ମଝିଆ ପୁଅକୁ ନେଇ ବିଲବାଡ଼ି କାମ କରାଏ। ଗାଁଠୁ କିଛି ଦୂରରେ ହରିର ଜମି ଥାଏ। ସେ ଗାଁରେ ସବୁଠୁ ଅଧିକା ଜମି କେବଳ ହରି ପାଖରେ ଥାଏ। ସେ ମଧ୍ୟ ବିଲକୁ ବହୁତ ଭଲ ପାଏ। ହଠାତ୍ ଗୋଟେ ଦିନ ଆମ୍ବୁଲାନ୍ସର ସାଇରନ୍ ଶୁଭିଲା। କେଜାଣି ଏ ଗାଁରେ କିଏ ଅସୁସ୍ଥ ହୋଇପଡ଼ିଛି। ଶୁଣିବାକୁ ମିଳିଲା ହରିଦାସ ହସ୍ପିଟାଲରେ ପଡ଼ିଛି। ଦେଖନ୍ତୁ ରାମବାବୁ, ଆପଣଙ୍କ ବାପାକୁ ପ୍ରାୟ 65 ବର୍ଷ ହେଲାଣି। ଏହି ବୟସରେ ସେ ବିଲବାଡ଼ି କାମ କରିବା ପାଇଁ ଯୋଗ୍ୟ ନୁହନ୍ତି। ତେଣୁ ତୁମେ ତାଙ୍କୁ ଘରେ ବସାଅ। ମୁଁ ଯେଉଁ ମେଡ଼ିସିନ ଗୁଡ଼ାକ ଦେଇଛି ସେ ବହୁତ ପାୱାରଫୁଲ୍। ତେଣୁ ତାଙ୍କୁ ସମ୍ପୂର୍ଣ୍ଣ ବେଡ଼୍ ରେଷ୍ଟ ଆଉ ଭଲ ଖାଦ୍ୟ ଦେଲେ ସେ ଜଲ୍ଦି ସୁସ୍ଥ ହୋଇପଡ଼ିବେ। ମୋ କଥା ଧ୍ୟାନ ରଖନ୍ତୁ, ବାପାଙ୍କର ଧ୍ୟାନ ରଖନ୍ତୁ। ତାପରେ ତୁମେ ତ 3 ଭାଇ, ତୁମକୁ କ'ଣ କାମ ବଳି ପଡ଼ିବ? ଘରକୁ ବାପାଙ୍କୁ ନେଇଯାଅ, ମୁଁ ଡିସଚାର୍ଜ କରିଦେଉଛି। ଦେଖ ନୀଳିମା, ମଧୁ ଆଉ ସୋନି, ବାପାଙ୍କ ଦେହ ପୁରା ଅସୁସ୍ଥ। ବାପା ମେଡ଼ିସିନ ଖାଇବେ ଆଉ ପୁରା ବେଡ଼୍ ରେଷ୍ଟ ରହିବେ। ତେଣୁ ତୁମେ 3 ଜଣଙ୍କର ମହତ୍ଵ କାମ ହେଲା ତୁମେ ବାପାଙ୍କୁ ଭଲ ଖାଇବା ଦେବ, ତାଙ୍କ ସେବା ଶୁଶ୍ରୂଷା କରିବ। ଏମିତି ତୁମମାନଙ୍କର ଦିନ ସାରା କିଛି କାମ ନାହିଁ ରୋଷେଇବାସ ଛଡ଼ା। ତୁମେମାନେ ଏଇଆ କର। ଯଦି ବାପାଙ୍କର କିଛି ବି ଦେହ ଅସୁସ୍ଥ ହୁଏ ସେଥିପାଇଁ ତୁମେ ଦାୟୀ ରହିବ। ମୁଁ ସମସ୍ତଙ୍କୁ ଚେତାବନୀ ଦେଇଦେଉଛି, ତୁମେ ବାପାଙ୍କର ଟିକେ ଧ୍ୟାନ ରଖ। ମୁଁ ଯାହା କହିଲି ସବୁ ମାନିବ। ଯଦି ତୁମେମାନେ ମାନିବ, ବାପା ଶୀଘ୍ର ଭଲ ହୋଇଯିବେ ଆଉ ପୁଣି ଆମେ ହସ ଖୁସିରେ ରହିବା। ରାମଦାସ ପୁରା ଶଯ୍ୟାଶାୟୀ ହୋଇଗଲେ। ବଡ଼ ପୁଅ ରାମ ଦୋକାନ ଦେଖାରେଖା କଲା। ସାନ ପୁଅ ଆଉ ମଝିଆ ପୁଅ ଶ୍ୟାମ ଆଉ ଗୋବିନ୍ଦ 2 ଜଣ ବିଲବାଡ଼ି ଦେଖିଲେ। ସେତେବେଳକୁ ବିଲବାଡ଼ିରେ ପନିପରିବା ବି ଲାଗିଥାଏ। 2 ଭାଇ ପରିବା ଅମଳ କରି ମାର୍କେଟରେ ବିକ୍ରି ବଟା ମଧ୍ୟ କଲେ। ଏପଟେ 3 ବୋହୂ ଶ୍ୱଶୁରଙ୍କର ଖୁବ୍ ସେବା ଶୁଶ୍ରୂଷା କଲେ। ଲାଗୁଥାଏ ଯେମିତି ବାପ ପାଖରେ 3 ଝିଅ ଘେରେଇ ବସିଛନ୍ତି। ଟିକେ କିଛି ଉଣା ହେଲେ ସଙ୍ଗେ ସଙ୍ଗେ ଆଣି ଥାଳିରେ ଦେଇ ଦେଉଥାନ୍ତି। ଶ୍ୱଶୁର ବାପ ସମାନ। ପୁଣି ସ୍ୱାମୀମାନଙ୍କ ବି ଅର୍ଡ଼ର ଅଛି। ବାପାଙ୍କର କୌଣସି ପ୍ରକାର ଅସୁବିଧା ଯେମିତି ନ ହୁଏ। ଲାଗୁଥାଏ ସବୁ ଠିକ୍ ଚାଲୁଛି ବୋଲି। ହେଲେ ଘର ଭିତରେ ଧୀରେ ଧୀରେ ଫାଟ ସୃଷ୍ଟି ଆରମ୍ଭ ହୋଇଯାଇଥାଏ। ମଝିଆ ବୋଉ ସୋନି ଶ୍ୟାମକୁ ସବୁବେଳେ ଉସ୍କାଉଥାଏ। ସେ କ'ଣ ପାଇଁ ନା ବିଲକୁ କାମ କରିଯିବେ। ତମେ ଦୋକାନକୁ ଯାଅ ଆଉ ବଡ଼ ଭାଇଙ୍କୁ ବିଲକୁ ପଠାଅ। ହେଇଟି ଭାତୃପ୍ରେମ ଦେଖାଉଛ। ନେଡ଼ି ଗୁଡ଼ କଉଣିକି ବଇଲା ପରେ ଯେତେବେଳେ ଭିକାରୀ ହେଇ ବୁଲିବ ସେତେବେଳେ ବୁଝିବ। ମଝିଆ ପୁଅ କେବେ ବି ତା ସ୍ତ୍ରୀ କଥାକୁ ଖାତିର କରେ ନାହିଁ। କ'ଣ କିଲୋ ସୋନି, ତୁ ଏମିତି ଘର ଭଙ୍ଗା କଥାବାର୍ତ୍ତା କରୁଛୁ? ଭାଇ ଆମେ 3 ଜଣ ମିଳିମିଶିକି ନ ରହି, ଯଦି ବଡ଼ ଭାଇ ଯାଉଛି ଦୋକାନକୁ ଯାଉ, ମୁଁ ତ ବିଲରେ କାମ ତୁଲେଇ ଦେଉଛି ନା। ଖବରଦାର କହିଦେଉଛି, ତୁ ଏମିତି ଭାବରେ କଥାବାର୍ତ୍ତା କରିବୁ ନାହିଁ। ଶ୍ୟାମ ସିନା ମୁହଁରେ ଏ କଥା କହୁଥାଏ, ହେଲେ ମନ ଭିତରେ ସିଏ ବି ଈର୍ଷାରେ ଜଳୁଥାଏ କି ତା ବଡ଼ ଭାଇ ବିଲକୁ ଯାଉ, ସିଏ ଦୋକାନରେ ବସୁ। ବୁଝିଲ, ମୋ କଥାକୁ ଅଣଦେଖା କରନି। ଶେଷରେ ଥାଳିଆ ଧରି ବୁଲିବ। ମୁଁ ଯାହା କହୁଛି ଟିକେ କଥାକୁ କାନରେ ଦିଅ ଆଉ ବୁଝି ବିଚାରି କାମ କର। ଧୀରେ ଧୀରେ ସେମାନେ ଶ୍ୱଶୁରଙ୍କର ସେବାରେ ଅବହେଳା କରିବାକୁ ଲାଗିଲେ। ମାରେ, ଏ ଔଷଧ ଗୁଡ଼ା ଖାଇ ଖାଇ ଦେହ ପୁରା ବେଜାରିଆ ଲାଗିଲାଣି। ମୋ ପାଇଁ ଆଉ କିଛି କରିକି ଆଣିବୁ। ଦେଖନ୍ତୁ ବାପା,
घरे मात्र ये जिनिस अच्छी जदि इच्छा अच्छी खाओ नहेले न खाओ आउ किछि देई हब नहीं। सोनी ଶ୍ୱଶୁର को अनेक प्रकार छोट बड़ कथा कहला आ दमदम होई तांको सामनारे चलीगला। हरिदास पूरा विचलित होई बहुर कार्यकलाप को सेमती देखुथांती। अरे मु कौन एते खराब कथा कहीदेली? हाँ हाँ 2 मास है मु बेमार पड़िले करी करी पिला माने थकी पड़िले। ठीक अच्छे मु जाऊँगी। हरिदास को आउ भल लगिलानी। से खाइबा थाली छाड़ी से जगार उठी चलीगले। हेटी शुणुछ बड़ भाई आ मजा भाई मिसिकरी से दुकान पर कब्जा करने को चाहूँगी बा निजे मो निज कान शुणी। आमको भी बेल थाऊ सावधान हवा को पड़ो नहेले सर्वनाश हो बुझिपार तो। एपटे मधु मध्य गोविंद कान रे सबु कथा पुराइबा को लागिला। जानिलु मधु तू टे चुप रह कांथ बाड़र भी कान अच्छी। आमे आम प्लान में रहिबा। बड़ भाई मजा भाई को ए विषय किछि भी जणा नाही बुझिलु तो तू खाली चुप रह। 3 पुओ 3 बोहू मिसी जोर सोहरे निज निज प्लान रे माति जाई थांती केमिति ए घरटा भांगिबे आउ अलगा अलगा होई निजे निजे चलिबे। बुझल तो आमको बुद्धि विचारी काम नवा पड़ो नहेले सर्वनाश हो आमे काणीचाई भूमि भी पाइबानी। बुझिपार तो मो कथा। एपटे राम आ नीलिमा मध्य से घर बाबद को विचार सार चलई थांती। जहाँ करुच जल्दी कर मु तुम बापा को आउ रांधिबाड़ी खुआई पारि ना तांको इच्छा से जो रुहतु हेले मु कि करें। तमें टे धैर्य धर मु सब ठीक करदेवी केमिति ना केमिति उपाय करी बापा को ए घर काढ़िया पड़ो। आ जमी बाड़ी सब बांट करी दुकान को मु केमिति निज अख्तियार को आनिबी से प्लान मु कर सारी। तुम्हें खाली मो साथ दियो बुझिल। दिन पर दिन बीती चलला। एमिति किछि दिन गला परे रामदास को सेमाने आ भल व्यवहार कले ना। खाइबा पीबारे बहुत अवहेला कले। औषध पत्र समय रे देले नाही। रामदास सेमानक व्यवहार रे पूरा अतिष्ठ हो पड़ा। तांको किछि कहबा पूर्वरु तांको ठारू उल्टा जवाब मध्य पाइला। ए कथा से काहाकू कहि भी पारु न थाए कारण पुओ माने भी बोहू मान कथारे उठबस हेउथांती। से कहब तो काहाकू कहब। 3 बोहू मिसी जहाँ को जहाँ भी मन को आसे सबु से बुढ़ा ससुर को कही पकाउथांती। बुढ़ा एसबू जिनस देखि आश्चर्य होता है। जो बोहू मान को से निज झील परि पालिथिला से माने ताकू ये कि व्यवहार करुचंती। बुढ़ा किछि भी मन को बुझी न पारु थाए। मुंडर हाथ दे खाली बल बल कि से मान को चाहिए जार जहाँ भी मन सबू शुणे दे जाऊ थांती। बोहू मानक व्यवहार रामदास को बहुत बाधिला। सी मने मने गोटे कथा चिंता करुथाए निज हाथ में बनै परिवारटा ता सामने केमिति तास घर परि भांगी जाउची सेटा से देखी बुझीबाकू आउ बाकी रहिला ना। समस्ते जहाँ जहाँ शुणाई दे मन मने चलीगले निज निज बाटरे। बुढ़ा केवल ईश्वर को गोटे कथा भावु थाए आ भाग्य को निंदु थाए। क्यों जन्मर कि दोष पाई ठाकुरे ताकू ए दंड देउचंती भगवान को बारंबार पचारू थाए। पुओ मान को आसी रामदास सब कथा कहला। पुओ माने भी बाप कथा को किसी न बुझी न शुणी से रकम बल बल की चाही थांती। बापरे तुम स्त्री माने एमिति भावे मो संगरे दुर्व्यवहार करूचंती तुम्हें माने किसी बुझ नहेले मैं घर छाड़ी चली जीवी। ओहो बापा आमे भी तुम व्यवहार रे अतिष्ठ हो सारूँ। जानिछ 2 मास भितर लक्ष लक्ष टंका आमे खर्च कर सारूँ। तापर भी तुम्हें ठीक हो न कम खर्च हो तुम बचरे मते भी ठीक लगुनि। तुम्हें कुआड़े अन्यत्र चली जाओ। सान मझिया तांकर कौन कहे कि मो मतरे मु तुम बाबा तुम खर्च उठे पारि ना मत तुम्हें मुक्ति दियो। हाँ बड़ भाई भी ठीक कथा कहते मो पाखरे एते पैसा भी ना बिल बाड़े सेमती आग परी पैसा भी बाहरुनी दुकान भी ठीक से चलुनी तेणु बापा आमे तुम खर्च उठे पारिबु ना आउ आमे तुम सांगरे रहिबा को ही चाहूना। 2 मास हैला मो स्त्री तुम सेवा करी करी किछि फल पाइलानी तापर तुम्हें ताको आउरी गाड़ी गुलज करुच ये सब ठीक होनी। रामदास जहाँ देखा कथा देखीला
ଯାହା ଶୁଣିବା କଥା ବି ଶୁଣି ପକାଇଗଲା। ତାକୁ ଆଉ କିଛି ବୁଦ୍ଧିବାଟ ଦେଖାଯାଉ ନଥାଏ। ଏହି କଥା ଭାବୁଥାଏ କି ମୁଁ କ'ଣ ଏଇ ଶିକ୍ଷା ମୋ ପିଲାମାନଙ୍କୁ ଦେଇଥିଲି? କେଉଁଠି ମୋ ଲାଳନ ପାଳନରେ କମ୍ କରିଦେଲି, ଯେଉଁଥିପାଇଁ ସେମାନେ ମୋତେ ଏତେ ବଡ଼ ଦଣ୍ଡଟେ ଦେଲେ। ରାମଦାସ ଶେଷରେ ଏହି ନିଷ୍ପତ୍ତି ନେଲା, ଯେଉଁଠି ଆତ୍ମସମ୍ମାନ ନାହିଁ ସେ ଜାଗାରେ ସେ ତିଳେ ମାତ୍ର ରହିବ ନାହିଁ। ଭିକ୍ଷାବୃତ୍ତି କରି ନିଜର ଜୀବନଯାପନ କରିବ, ହେଲେ ଇଏ କୁଳାଙ୍ଗାର ଲୋଭୀ ପୁଅଙ୍କ ପାଖରେ କେବେ ବି ରହିବ ନାହିଁ। ହରିଦାସ ନିଜ ପୁତ୍ର ଆଉ ବୋହୂଙ୍କ ଦୋଷକୁ କ୍ଷମା କରି ଅନ୍ୟତ୍ର ରାତିରେ ଚାଲିଗଲେ। ସବୁ କିଛି ପଛରେ ପକାଇ ପୁତ୍ର ମୋହ ତ୍ୟାଗ କରି ଭାବିଲେ ତାଙ୍କ ଲାଗି ଏଇଟା ହିଁ ଠିକ୍, ଏହି ରାସ୍ତାଟା ଉଚିତ। କାଲି ରାତିରେ ବାପା ଘର ଛାଡ଼ି ଚାଲି ଯାଇଛନ୍ତି। ଯାହା ହେଉ ଭଲ ବି ହୋଇଛି। ଯାହା ହୋଇଛି ଏକଦମ ଠିକ୍ ହୋଇଛି। ଏମିତି ଆଗରୁ ବି ହେବାର ଥିଲା। ଯଦି ଆଗରୁ ଏମିତି କରିଥାନ୍ତେ ଆଜି ଏଇ ଦିନ ଆମକୁ ଦେଖିବାକୁ ପଡ଼ିନଥାନ୍ତା। ତମେ ତ ମୋ କଥା କେହି ବି ଶୁଣିଲନି କି ମାନିଲନି। ଏବେ ସବୁ ଠିକ୍ ହୋଇଛି। ମୋ ଜାଣିବାରେ ଭାଉଜ ଜମାରୁ ବି ଖରାପ କଥା କହୁନାହାନ୍ତି, ସେ ପୁରା ଠିକ୍ କଥା କହିଛନ୍ତି। ଆମକୁ ଏଇ ଜିନିଷ ଆଗରୁ କରିଥିଲେ, ଯେଉଁ ବାପାଙ୍କ ପାଇଁ 50,000 ଖର୍ଚ୍ଚ କଲେ ସେଇଟା କେବେ କରିନଥାନ୍ତେ। ଉଚିତ ହେଲା, ଯାହା ବି ହେଲା ଭଲ ବି ହେଲା। ଏବେ ଆମେ ନିଶ୍ଚିନ୍ତରେ ଯାହା ଇଚ୍ଛା କରିପାରିବା, ଯାହା ଇଚ୍ଛା ଖାଇପାରିବା। ତାଙ୍କ ପାଇଁ ଆମେ କିଛି ବି ଗୋଟେ ମୁହଁରେ ଦେଇପାରୁନଥିଲେ। ସବୁବେଳେ ସେ ସିଝା ଦଦରା ଖାଉଥିଲେ। ଭାଇ ତୁମେ କହିଲ? ହଁ, ଗୋବିନ୍ଦ ଏକେବାରେ ଠିକ୍ କଥା କହିଛି। ତୁମେମାନେ ନିଜ ଇଚ୍ଛାରେ ରୁହ। ଏବେ ଆମକୁ ପୁରା ସ୍ୱାଧୀନ ମିଳିଯାଇଛି। ବାପା ନାହାନ୍ତି ତ ଆମକୁ କେହି ବି ଡିଷ୍ଟର୍ବ କରିପାରିବେ ନାହିଁ। ଏବେ ଆମେ ସବୁକିଛି ମନ ମୁତାବକ କରିପାରିବା। ହାଇରେ ବୁଢ଼ା ଦଳ, ଏବେ ନିଜ ପଛ ନିଜେ ସମ୍ଭାଳ। ଜାଣିଲାଣି ତ ଗାଁରେ କି ଘଟଣା? କାଲି ରବିଦାସ ଗାଁ ଛାଡ଼ି ଚାଲି ଯାଇଛି। ତିନିଟା ପୁଅ, ତିନିଟା ବୋହୂ, 10-15 ମାଣ ଜମି। ତାପରେ ଦେଖ ତା ପୁଅ ବୋହୂ ତାକୁ କାଢ଼ିଦେଲେ। ବୁଢ଼ା ପୁଣି ସବୁବେଳେ କିଛି ନା କିଛି କରୁଥାଏ, ତାପରେ ବି ତା ପୁଅ ବୋହୂ କାଢ଼ିଦେଲେ। ଯଦି ଖଟୁଥିବା ଲୋକର ଏ ଅବସ୍ଥା, ତାହେଲେ ତୁମେମାନେ କୁହ ଆମର କି ଅବସ୍ଥା ହେବ? ଆମେ ଛୁଆଙ୍କ ଉପରେ ଆଉ କି ଭରସା, କି ବିଶ୍ୱାସ କରିବା? ଏବେଠାରୁ ଭଗବାନ ଆମକୁ ଭରସା, କେବଳ ଜଗନ୍ନାଥ ହିଁ ଆମକୁ ଭରସା ରେ ବାବା। ବୁଝିଲ ଗୋବିନ୍ଦ ଆଉ ଶ୍ୟାମ, ମୋ ପଛପଟେ ଯେଉଁ ଜମିଟା ଦେଖୁଛ ସିଏ ହେଉଛି ଆମର। ଆମେ ଏଥିରେ ଚାଷ କରିବା। ମୁଁ ତେଣୁ ସମାନ ଭାବରେ 3 ଜାଗାରେ ବାଟ କରିଦେଇଛି। ସୁବିଧା? ତମେମାନେ ମୋ ବାଣ୍ଟରେ ଯଦି ରାଜି ତାହେଲେ ମୋତେ କୁହ, ଯଦି କାହାର କିଛି ଆପତ୍ତି ଅଛି। ଶ୍ୟାମ ତୁ କହିଲୁ ରେ, ସବୁ କିଛି ଠିକ୍ ଅଛି କି ନାହିଁ ମୋତେ କହ। ନାଇଁ ଭାଇ, ତୁମ ଡିସିସନ୍ କେବେ ଭୁଲ ହେଇପାରିବ ନାହିଁ। ମୁଁ ସବୁଥିରେ ରାଜି। ତମେ ଯାହା ବି ବାଣ୍ଟ କରିଥିବ ଠିକ୍ ବି କରିଥିବ। ଆଉ ମୁଁ ବା କ'ଣ କହିବି, ମୁଁ ବି ରାଜି। ସବୁ କିଛି ଠିକ୍ ଅଛି। ଜମିବାଡ଼ି କଥାଟା ସରିଲା, ଖାଲି ଏବେ ଦୋକାନ କଥାଟି କ'ଣ କରିବା ତମେ କୁହ। ଦୋକାନକୁ ଆଉ ବାଣ୍ଟ ନ କରି ସେମାନେ ନିଜ ନିଜ ଭିତରେ 4 ମାସ ପାଇଁ ବାଣ୍ଟି ନେଲେ। ପ୍ରଥମ ରାମ 4 ମାସ, ଦ୍ୱିତୀୟ ଶ୍ୟାମ 4 ମାସ ରହିବ, ତୃତୀୟ ଗୋବିନ୍ଦ 4 ମାସ ଦୋକାନ ଦେଖିବ। ତାଙ୍କମାନଙ୍କ ଭିତରେ ଏ କଥାବାର୍ତ୍ତା ବି ହେଲା, 4 ମାସ ଭିତରେ ଯାହା ବି ଇନକମ୍ ହେବ ସିଏ ଯାହା ଭାଗରେ ପଡ଼ିଥିବ ସବୁତକ ପଇସା ସେ ହିଁ ନେବ। ଏ କଥାରେ ସମସ୍ତେ ରାଜି ହୋଇଯାଇଥାନ୍ତି। ଭାଇ ମୁଁ ଭାବୁଥିଲି ଚାଲ ଆମର ଯେଉଁ ଜମି ଅଛି ସବୁତକ ବ୍ୟାଙ୍କରେ ଦେଇ ଆମେ ଋଣ ନେଇ ଆସିବା। ସେଥିରେ ଘର ଖଣ୍ଡେ ବି କରିବା, ଆଉ କିଛି ବିଜନେସ୍ରେ ଲଗାଇଦେବା। ନା କ'ଣ କହୁଛ? ମୋତେ ଲାଗୁଛି ଏଇଟା ଉଚିତ ନିଷ୍ପତ୍ତି। ହଁ, ଗୋବିନ୍ଦ ଠିକ୍ କଥା କହୁଛି। ଚାଲ ଆମେ ସମସ୍ତେ ଜମିଯାକ ବ୍ୟାଙ୍କରେ ଦେଇ ଋଣ ନେଇ ଆସିବା। ଯାହା ସେଥିରୁ ବାହାରିବ ଆମେ ତା ଦେହରେ ବିଜନେସ୍ କରିବା, ଆଉ କିଛି ଆମ ଘର ଦ୍ୱାରରେ ଲଗାଇବା। ଆମେ ବି ପୁରୁଣା ଘରେ ରହୁଛେ। ଏହିପରି ଭାବେ କଥାବାର୍ତ୍ତା ହୋଇ ସେମାନେ ବ୍ୟାଙ୍କ ଅଭିମୁଖେ 3 ଭାଇ ବାହାରି ପଡ଼ିଲେ। ସହରରେ ବଡ଼ ବ୍ୟାଙ୍କ ଅଛି। ସେମାନେ ନିଜର କାଗଜପତ୍ର ଧରି ଗୋବିନ୍ଦ ଆଉ ରାମ 2 ଜଣ ବ୍ୟାଙ୍କରେ ପହଞ୍ଚିଲେ। ବ୍ୟାଙ୍କରେ ପହଞ୍ଚୁ ପହଞ୍ଚୁ ବ୍ୟାଙ୍କ ମ୍ୟାନେଜର ସୀତାରାମ ବାବୁ ସେମାନଙ୍କୁ ଚେତାବନୀ ଦେଇ ସବୁ କଥା ବୁଝେଇ ଦେଲେ। ଦେଖନ୍ତୁ ରାମ ବାବୁ, ଆପଣଙ୍କୁ 10 ଲକ୍ଷ ଟଙ୍କା ଆମେ ସାଂସନ୍ କରୁଛୁ। ଆପଣଙ୍କର ମାସିକ କିସ୍ତି ହେଉଛି 30,000 ଟଙ୍କା। ଆପଣ 15 ତାରିଖ ସୁଦ୍ଧା
ବ୍ୟାଙ୍କରେ ଆଣି ଆପଣଙ୍କ କିସ୍ତିତକ ଡିପୋଜିଟ୍ କରିଦେବେ, ନହେଲେ ଆପଣ ଡିଫଲ୍ଟର ହୋଇଯିବେ। ଯଦି ଥରୁଟେ ଡିଫଲ୍ଟର ହୁଅନ୍ତି ଆପଣଙ୍କୁ କୌଣସି ସଂସ୍ଥା ଆଉ ଲୋନ୍ ଦେବ ନାହିଁ। ତାପରେ ଆପଣଙ୍କ ଉପରେ ଲିଗାଲ ଆକ୍ସନ୍ ନିଆଯାଇପାରେ। ତେଣୁ ସମୟ ପୂର୍ବରୁ ଆପଣ ଋଣତକ ପରିଶୋଧ କରିଦେଲେ ଆମେ ବ୍ୟାଙ୍କ ତରଫରୁ ଆହୁରି ଅଧିକା ଟଙ୍କା ଆପଣଙ୍କୁ ପ୍ରୋଭାଇଡ଼ କରିପାରିବୁ। ମୋ କଥା ଧ୍ୟାନ ରଖିବେ। ଏପଟେ ରବି ଦାସ ନିଜ ଭାଗ୍ୟକୁ ଆଦରି ଅନ୍ୟତ୍ର ଏକ କୁଡ଼ିଆ ଘର କରି ସେଇଠାରେ ସେ ରହୁଥାନ୍ତି। ପିଲାମାନଙ୍କୁ ଯେମିତି କୌଣସି ପ୍ରକାର ବି ଅସୁବିଧା ନ ହେଉ ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା କରୁଥାନ୍ତି। ଆଉ ତାଙ୍କୁ ବି କୌଣସି ପ୍ରକାର ବି ସେ ଅଭିଶାପ ଦେଉନଥାନ୍ତି, କାରଣ ସେ ବି ଜଣେ ବାପ। ପିଲାମାନଙ୍କ ଭୁଲ ପାଇଁ ତାଙ୍କୁ କ'ଣ ଏତେ ବଡ଼ ଦଣ୍ଡ ଦେବା ଦରକାର? ସେ ସବୁବେଳେ ନିଜ ଭାଗ୍ୟକୁ ନିନ୍ଦୁଥାନ୍ତି ଆଉ ଭଗବାନଙ୍କୁ ପ୍ରାର୍ଥନା କରୁଥାନ୍ତି ତାଙ୍କ ପିଲାମାନେ କେମିତି ବହୁତ ଭଲରେ ଥାଆନ୍ତୁ। ସେ ଏକାନ୍ତରେ ବସି କେବଳ ତାଙ୍କ ସ୍ୱର୍ଗତ ପତ୍ନୀ ଉର୍ମିଳାକୁ ଚିନ୍ତା କରୁଥାନ୍ତି ଆଉ ତାଙ୍କୁ ବହୁତ ମନେ ପକାଉଥାନ୍ତି। ନିଜର ଗୁଜୁରାଣ ପାଇଁ ଆଖପାଖରେ କାମଦାମ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ଏଥର ଲାଗୁଛି ସୂର୍ଯ୍ୟଦେବ ବୋଧେ କୋପ କରିଛନ୍ତି, ତେଣୁ ଏ ବର୍ଷ ବର୍ଷା ନ ହୋଇ ବିଲବାଡ଼ି ଗୁଡ଼ିକ ଫାଟି ଆଁ ହୋଇଥାଏ। ଫସଲ ତ ଦୂରର କଥା, ପାଣି ମୁନ୍ଦାଏ ବି କେଉଁଠାରେ ରହିନଥାଏ। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଏ ତିନି ଭାଇ ମଧ୍ୟ ଚାଷରେ ଲସ୍ ହୋଇ ବସି ଚୁପଚାପି ନିଜ ନିଜ ଭିତରେ ଆଲୋଚନା କରୁଥାନ୍ତି। ତୁମେମାନେ କୁହରେ ଆଉ କ'ଣ କରିବା? ଚାଷ ତ ଚାଲିଗଲା, ଏଣେ ଋଣ ଭାଡ଼ ବଢ଼ି ବଢ଼ି ଚାଲିଛି। ଆମେ ଆଉ କ'ଣ କରିବା? ତୁମେମାନେ କୁହ ଏବେ ମୁଁ କ'ଣ କରିବି? ତୁମମାନଙ୍କୁ କେଉଁ ରାସ୍ତା ଦେଖାଇବି? ଭାଇ ମୋତେ ବି କାହିଁ କିଛି ଠିକ୍ ଲାଗୁନି। ମୁଁ ବି ବହୁତ ଚିନ୍ତାରେ ପଡ଼ିଗଲିଣି। ଆମେ କ'ଣ କରିବା? କେମିତି ବ୍ୟାଙ୍କ ଋଣ ସୁଝିବା? ଯଦି ଋଣ ନ ସୁଝିବା ସରକାର ଆମ ଜମିବାଡ଼ିକୁ ଦଖଲ କରିନେବେ। ମୋ ମୁଣ୍ଡ ବି କିଛି ବି କାମ କରୁନି। ଭାଇ ମୋତେ ଲାଗୁଛି ବାପାଙ୍କ ଅଭିଶାପ ବୋଧେ ପଡ଼ିଗଲା, ତେଣୁ ଆମେମାନେ ଏତେ କଷ୍ଟ ପାଉଛେ। ଆମେ ନ ଜାଣି ବହୁତ ବଡ଼ ଭୁଲ କରିଦେଲେ। ଠିକ୍ ଅଛି, ଏବେ ବା କ'ଣ ଆଉ କରିହେବ? ମୋତେ ତ କିଛି ବୁଦ୍ଧି ବାଟ ଦିଶୁନାହିଁ। ହଁ ରେ, ଆମେ ମାଇପମାନଙ୍କ ବୁଦ୍ଧିରେ ପଡ଼ି ଶେଷରେ ଆମ ବାପାଙ୍କୁ ବି ଆମେ ବୁଝିପାରିଲେନି। ଯିଏ ଆମକୁ ହାତ ଧରି ଏତେ ରାସ୍ତାକୁ ଆଣିଲେ, ତାପରେ ବି ଆମେ ତାଙ୍କୁ ଧୋକା ମାରି ଏ ଘରୁ କାଢ଼ିଦେଲେ। ଏ ବିପଦରୁ କେବଳ ଆମକୁ ବାପା ହିଁ ସାହା ହୋଇପାରିବେ, ଆଉ କିଛି ଉପାୟ ନାହିଁ। ଚାଲ ବାପାଙ୍କ ପାଖକୁ ଯିବା। ବାପା ଘରୁ ଯିବା 6 ମାସ ହେଇଗଲାଣି। ସେ କେଉଁଠି ଅଛନ୍ତି, କେମିତି ଅଛନ୍ତି, କେଉଁ ଅବସ୍ଥାରେ ଅଛନ୍ତି ଆମେ କେମିତି ଜାଣିବା? କୁହ ତ ତମେ ସମସ୍ତେ। ବିପଦ ସମୟରେ ଯେମିତି ସମସ୍ତେ ଭଗବାନଙ୍କ ନାଁ ନିଅନ୍ତି, ହରିଦାସର ପୁଅମାନେ ବୋହୂମାନେ ଶେଷରେ ବାପାଙ୍କୁ ଖୋଜିଲେ। ଭଗବାନ ସଙ୍ଗେ ସଙ୍ଗେ ଇଟାର ଜବାବ ପୁଅମାନଙ୍କୁ ପଥରରେ ଦେଇଦେଲେ। କ'ଣ କରିବେ କ'ଣ ନାହିଁ? ବ୍ୟାଙ୍କ ବାଲା ଆସି ବାହାରେ ବି ଡାକଲ ପକାଉଛି। ସେମାନେ ଯାଇ ବାହାରେ ଦେଖନ୍ତି ତ, ବୁଝିଲେ ଶ୍ରୀଧର ବାବୁ, କଥା ହୋଇଥିଲା ଆମେ ଆପଣଙ୍କ ଦୁଆରକୁ ଆସିବୁ ନାହିଁ, ହେଲେ ଆପଣ ଆପଣଙ୍କ କଥା ରଖିଲେ ନାହିଁ। ଆପଣ 2 ମାସ ହେଲା ଇନଷ୍ଟଲମେଣ୍ଟ ଭରୁନାହାନ୍ତି, ତେଣୁ ମୋ ବ୍ୟାଙ୍କ ତରଫରୁ ଆପଣଙ୍କୁ ଚେତାବନୀ ଦେବାକୁ ଆସିଛି। ଯଦି ଏଇ ମାସ 15 ତାରିଖ ସୁଦ୍ଧା ବକେୟା ରାଶି ଯଦି ପଇଠ ନ କରନ୍ତି, ମୋତେ ବାଧ୍ୟକୁ ଆପଣଙ୍କ ଘର ଆଉ ଦୋକାନ, ଯେଉଁ ଜମି ନାଁରେ ଆପଣ ଲୋନ୍ ନେଇଛନ୍ତି, ମୋତେ ସରକାରଙ୍କୁ ହସ୍ତାନ୍ତର କରିବାକୁ ପଡ଼ିବ। ଆମେ ପଇସା ପାଇଁ ସେ ଜମି, ଘର ଆଉ ଆପଣଙ୍କ ଦୋକାନକୁ ନିଲାମ କରିବା ପାଇଁ ବାଧ୍ୟ ହେବୁ। ହରିଦାସ ପ୍ରାୟ 6 ମାସ ପୂର୍ବେ ଏ ଗାଁ ଛାଡ଼ିଥିଲା। ଆଜି ହରିଦାସର ଠିକଣା ପାଇ 2 ପୁଅ ଖୋଜି ଖୋଜି ଯାଇ ସେଠାକାରେ ପହଞ୍ଚିଲେ। ବାପାଙ୍କୁ ସାମ୍ନାରେ ଦେଖି ହାତ ଯୋଡ଼ି 2 ଜଣ କ୍ଷମା ମାଗିଲେ। ବାପା, ଆମକୁ ତୁମେ କ୍ଷମା କରିଦିଅ। ଆମେ ଭୁଲ କରିଦେଇଛୁ ବାପା, ଆମକୁ ତୁମେ କ୍ଷମା କରିଦିଅ। ତୁମେ ଯଦି ଏଇ ଟାଇମ୍ରେ ଆମକୁ କ୍ଷମା ନ କରିବ, ଉପରେ ଭଗବାନ ବି ଆମକୁ କେବେ କ୍ଷମା କରିବେନି ବାପା। ଆରେ କିଏ କାହାର ବାପାରେ? କୁଳାଙ୍ଗାର ଗୁଡ଼ିକ ଶେଷରେ ଜମିବାଡ଼ି ଦୋକାନ ସବୁକୁ ବନ୍ଧା ପକାଇ ଦେଇଛ ରେ। କିଏ କାହାର ବାପ? ଚାଲିଯାଅ ମୋ ସାମ୍ନାରେ, ତୁମେମାନେ ଚାଲିଯାଅ। ହରିଦାସ ନିଜ ପୁଅମାନଙ୍କୁ ଅନେକ କଥା ଧିକାରିଲା। ଭାବିଲା ସେମାନଙ୍କୁ ତ ସେମାନେ କୁକର୍ମର ଫଳ ମିଳିଯାଇଛି, ଯାହା ବି ହେଉ ସେମାନେ ତ ମୋ ସନ୍ତାନ, କ'ଣ ବା କରିବ? ନିଜ ବଡ଼ପଣରେ ସେ ତାଙ୍କୁ କ୍ଷମା ବି କରିଦେଲା।
ଶେଷ ସମୟରେ ତୁମେମାନେ ମୋ ପାଖକୁ ଆସିଲ। ଥରୁଟେ 6 ମାସ ପୂର୍ବରୁ ଭାବିଥିଲ ବାପ ମରିଛି କି ବଞ୍ଚିଛି। ଛି, ତୁମମାନଙ୍କୁ ଧିକ୍, ତମେ ମୋ ପୁଅ। ବାପା, ଯେତେବେଳେ ପିଲାଦିନେ ଆମେ କିଛି ଭୁଲ କରିଥିଲୁ ଆପଣ ଆମକୁ ବାଡ଼ିରେ ବାଡ଼େଇ ସାବାଡ଼ କରୁଥିଲେ। ଏବେ ଆପଣ ଆମକୁ ସେମିତି ସାବାଡ଼ କରନ୍ତୁ। ଆମେ ଆମର ଭୁଲ ବୁଝିସାରିଛୁ। ଆମକୁ କ୍ଷମା କରିଦିଅନ୍ତୁ ବାପା। ଆମେ ତୁମକୁ ନେବାକୁ ଆସିଛୁ। ବାବା, ତୁମେ ଘରକୁ ଫେରି ଚାଲ। ଘରେ ତୁମକୁ ତୁମ 3 ବୋହୂ ଅପେକ୍ଷା କରିଛନ୍ତି। ସେମାନେ ବି ତୁମେ ଗଲେ ତୁମକୁ ସେ କ୍ଷମା ପ୍ରାର୍ଥନା କରିବେ ବାପା।